ଏତେ ଲୋକଙ୍କ ସମ୍ମୁଖରେ ଏ ମୋତେ କଣ କହିଲା? ଆପଣ ଜଣେ ମଦୁଆ ଚୋର ଲମ୍ପଟ କୁକୁର। ଛି 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 ଛାଡ଼ିବିନି ରେ, ଛାଡ଼ିବିନି। ଏଇନେ ଯିବି ଆଗ ସେ ରାଣୀଟାକୁ ମାରିବି। ଏ ରାଣୀ ବେଦମତୀ, ଏତେ ଲୋକଙ୍କ ସମ୍ମୁଖରେ ତୁ ମୋତେ ଯୋଉ ଅପମାନ ଦେଇଛ, ସେଇ ଅପମାନର କଣ ହିସାବ କରିବି। ନାଇଁ ଚଟ ନାଇଁ, ଏଇନେ ଯିବି ଆଗ ସେ ରାଣୀଟାକୁ ମାରିବି। ତୁମେ ତ ଗଣିତ ଫେଲ କରିଦବ। ଏତେ ଦିନର ମୋର ଆଶା ଆକାଂକ୍ଷାକୁ ଶୁକୁଆ ପୋଡ଼ିରେ ଶେଷ କରିବାକୁ ବସ। ଆରେ ବାବୁ, କଥାରେ କହନ୍ତି ଧୀର ପାଣି ପତର କାଟେ, ହରବର ହେଲେ ଆଣ୍ଟୁ ଫାଟେ। ଆଉ ମୋତେ ଯୋଉ ଅପମାନ ଦେଇକି ଗଲା, ଆହା, ମତେ କ'ଣ ବାଦି ଯାଉନାହିଁ? ଉତ୍ତେଜିତ ହେଇକି କାର୍ଯ୍ୟ କଲେ କେବେ ସଫଳ ହବ ନାହିଁ। ତେଣୁ ଅନେଇଲ, ଆଗ ଯିବା ପ୍ରଥମେ ମଙ୍ଗଳା ମନ୍ଦିର। ମା ମଙ୍ଗଳାକୁ ଦର୍ଶନ କରି ଆଉ ତାଙ୍କଠାରୁ ଆଶୀର୍ବାଦ ଆଣି ସାଇଲା ପରେ ସିନା ଯାଇକିରି ହଣା କଟା କରି। ଏ ଜଟ ମହାରାଜ, ତୋ ମୁଣ୍ଡରେ କଣ ଅଛି ରେ? କଚା ଗୋବର। ଇଏ ନାଇଁ 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 ଆଜ୍ଞା, ନାଇଁ ନାଇଁ ନାଇଁ। ରାଜା ଝିଅ ଶାମୁକା, ଏ ଶାମୁକାଟା ଯିବ ମଙ୍ଗଳା ମନ୍ଦିର, ମା ମଙ୍ଗଳାକୁ ଦର୍ଶନ କରିବା। ଏ ଜଟ, ଆଜ୍ଞା ଆ ମାଟା ଏଠାରେ ମତେ ଯୋଉ ଅପମାନ ଦେଇଛେ, ସେଇ ଅପମାନର କଳା ଗଣ୍ଡାକେ ହିସାବ କରିବି ତା ଝିଅ ଠର। ଏ ଜଟ, ଆଜ୍ଞା ଏମିତି ଖେଳ ଖେଳିବି ଶେଷରେ ରାଜା ଓ ରାଣୀଟା ତା ଝିଅକୁ ମୋ ଗଳାରେ ଛନ୍ଦି ଦେବେ। ଶୁଣ ଜଟ, ଆଜିଠାରୁ ମୁଁ ପ୍ରତିଜ୍ଞା କରୁଛେ, ପ୍ରତିଜ୍ଞା। ରାଜା ଝିଅ ଶାମୁକା, ଏ ଶାମୁକା ମହାରାଜ, ତୁ ଯଦି ମୋର ନ ହେବୁ କେବେ କାହାରି ହେବା ପାଇଁ ଦେବି ନା। ତୁ କେବଳ ମୋର। ଚାଲ ଚାଲନ୍ତୁ ଆଜ୍ଞା। ମଙ୍ଗଳା ମନ୍ଦିର। ହବ ଏମିତିଆ, ଯେମିତିକି ରାଜାର କଥାକୁ ନ ମାନିକି ସାମାନ୍ୟ ଚାକରର କଥାରେ ଉଠୁ ବସ ବସ ଉଠୁ ହଉଛି। କଥାରେ କହନ୍ତିନି, ଯେତେ ପଡ଼ିଲେ ଭାଗବତ ତୋଷ ନୁହିବ ମୋର ଚିତା। ଜଟ ପାତ୍ର, ମୁଁ ଜଟ ପାତ୍ର। ଭଲରେ ଥିଲେ ବେଲ ପଟ୍ଟା, ଆଉ ରାଗି ଗଲେ ପୁରା ଛିନ୍ନ ଛତ୍ର। ଆଗ ଯାଏ ସେନାପତି ପଛରେ ଯଦି ନ ରହିବି କଥାଟା ଗୋଲମାଲି ହେଇଯିବ ନା ରେ ବାପା ମା।